नमस्कार बंधुगण। रामायणर कहानी तो आपण मैंने समस्ते शुणी किंबा पढ़ी जो श्री राम और माता सीता जीवन सह जड़ित विभिन्न परिस्थिति को देखा जाही कहानी मानक मध्यरु गोटे कहानी दर्शा जाए किपरि मर्यादा पुरुषोत्तम श्री राम निज पत्नी सीता को जड़े धोबीर कथार आसी अयोध्या छाड़ी चली जावाक कहते, किंतु आपण मैंने जानते कि ସେହି ଧୋବି ଜଣେ ପକ୍ଷୀ ରୂପରେ ଜନ୍ମ ନେଇଥିଲା, ଯାହାର ଅଭିଶାପ ହେତୁ ମାତା ସୀତାଙ୍କୁ ବନରେ ଭ୍ରମଣ କରିବାକୁ ପଡ଼ିଥିଲା। ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ ଯେ ମାତା ସୀତାଙ୍କୁ କେଉଁ ପାପର ଶାସ୍ତି ମିଳିଥିଲା, ଯାହାର ଫଳସ୍ୱରୂପ ତାଙ୍କୁ ବନ ଭ୍ରମଣ କରିବାକୁ ପଡ଼ିଥିଲା। ତ୍ରେତା ଯୁଗରେ ମିଥିଳା ନଗରୀରେ ଜନକ ରାଜବଂଶର ଶାସନ ଚାଲୁଥିଲା। ସେହି ରାଜବଂଶରେ ଜଣେ ରାଜା ଥିଲେ, କ୍ଷୀରଧ୍ୱଜ। ସେ ଥରେ ଯଜ୍ଞ ପାଇଁ ଜମି ଖୋଳୁଥିଲେ। ସେହି ସମୟରେ ଜମିରେ ତାଙ୍କୁ ଜଣେ ଛୋଟ କନ୍ୟା ମିଳିଲା। କନ୍ୟାର ସୁନ୍ଦର ନୟନ ଓ ନାକଛିରୁ ରାଜା ଅତ୍ୟନ୍ତ ଖୁସି ହେଲେ। ସେ ସେହି କନ୍ୟାକୁ ନିଜ ଝିଅ ରୂପେ ଦତ୍ତକ ନେଇଥିଲେ ଓ ସେହି କନ୍ୟା ସୀତା ନାମରେ ପରିଚିତ ହେଲା। ଯେତେବେଳେ ସୀତା କିଛି ବଡ଼ ହେଲେ, ଦିନେ ସେ ନିଜ ସହେଲୀମାନଙ୍କ ସହ ରାଜମହଲ ବଗିଚାରେ ବୁଲୁଥିଲେ। ତେବେ ହଠାତ୍ ତାଙ୍କ ନଜର ଏକ ଶୁଆଙ୍କ ଯୋଡ଼ି ଉପରେ ପଡ଼ିଲା, ଯେଉଁମାନେ ଦେଖିବାକୁ ବହୁତ ସୁନ୍ଦର ଥିଲେ। ସେହି ଶୁଆ ଯୋଡ଼ି ଗୋଟିକ ଗୋଟିଏ ଗଛ ଉପରେ ବସି ସୀତାଙ୍କ ବିଷୟରେ ହିଁ କଥାବାର୍ତ୍ତା କରୁଥିଲେ। ସେମାନଙ୍କ ମୁଖରୁ ନିଜର ଭବିଷ୍ୟତ ବିଷୟରେ କଥାବାର୍ତ୍ତା ଶୁଣି ସୀତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା। କୁହାଯାଏ ଯେ ସେମାନଙ୍କ ମଧ୍ୟରୁ ମାଇ ଶୁଆଟି କହୁଥିଲା ଯେ ପୃଥିବୀରେ ରାମ ନାମରେ ଜଣେ ବହୁତ ସୁନ୍ଦର ରାଜା ହେବେ ଓ ତାଙ୍କ ମହାରାଣୀଙ୍କ ନାମ ହେବ ଜାନକୀ। ଶ୍ରୀରାମ ଦେବୀ ଜାନକୀଙ୍କ ସହ ଅନେକ ବର୍ଷ ଧରି ରାଜ୍ୟ ଶାସନ କରିବେ। ଧନ୍ୟ ସେହି ଜାନକୀ ଦେବୀ ଓ ଧନ୍ୟ ସେହି ପ୍ରଜା, ଯେଉଁମାନଙ୍କୁ ପ୍ରଭୁ ଶ୍ରୀରାମଙ୍କ ପରି ରାଜା ମିଳିବେ। ଏକ ସାଧାରଣ ଶୁଆର ମୁଖରୁ ନିଜର ଭାବୀ ସ୍ୱାମୀଙ୍କ ନାମ ଶୁଣି ମାତା ସୀତା ଆଶ୍ଚର୍ଯ୍ୟଚକିତ ହୋଇଗଲେ। ତାଙ୍କୁ ନିଜ ବିଷୟରେ ଆହୁରି ଅଧିକ ଜାଣିବାର ଇଚ୍ଛା ହେଲା। ତେଣୁ ମାତା ସୀତା ନିଜ ରାଜମହଲ ପ୍ରହରୀମାନଙ୍କୁ କହି ସେହି ଦୁଇ ପକ୍ଷୀଙ୍କୁ ଧରି ଆଣିଲେ ଓ ସେମାନଙ୍କୁ ପଚାରି ପଚାରିଲେ, ତୁମେ ଦୁଇ ପକ୍ଷୀ ଭବିଷ୍ୟତ ବିଷୟରେ ଏତେ ଜ୍ଞାନ କେଉଁଠୁ ପାଇଲ? ତେବେ ପକ୍ଷୀମାନେ କହିଲେ ଯେ ଏହା ପୂର୍ବରୁ ଆମେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ରହୁଥିଲୁ। ସେଠାରେ ପ୍ରତିଦିନ ରାମ ଓ ସୀତାଙ୍କ ବିଷୟରେ ତାଙ୍କର ଜୀବନୀ କୁହାଯାଉଥିଲା। ତେଣୁ ଆମେ ସେମାନଙ୍କ ବିଷୟରେ ସବୁ କଥା କଣ୍ଠସ୍ଥ ମନେ ରଖିଛୁ। ଏହା ଶୁଣି ସୀତା ଭାବିଲେ ଯେ ଏହି ଦୁଇ ପକ୍ଷୀ ବହୁତ ଦିବ୍ୟ, ତେଣୁ ମୁଁ କାହିଁକି ନା ସେମାନଙ୍କୁ ବୁଝାଇ ନିଜ ଜୀବନ ସହ ଜଡ଼ିତ ସମସ୍ତ କଥା ପଚାରି ନେଇଛି। ଏହା ଭାବି ମାତା ସୀତା ଦୁଇ ପକ୍ଷୀଙ୍କୁ କହିଲେ, ତୁମେ ଦୁଇ ଜଣ ବହୁତ ସୁନ୍ଦର। ଦେଖ, ତୁମକୁ ଡରିବାର କୌଣସି ଆବଶ୍ୟକତା ନାହିଁ। ମୁଁ ତୁମକୁ କୌଣସି କ୍ଷତି ପହଞ୍ଚାଇବି ନାହିଁ। ତୁମେ କେବଳ ମୋତେ କହିଦିଅ ଯେ ରାମ କିଏ ଓ ତାଙ୍କର ବିବାହ ଜାନକୀ ସହ କିପରି ହେବ। ତେବେ ଦୁଇ ପକ୍ଷୀ କହିଲେ ଯେ ମହର୍ଷି ବାଲ୍ମୀକି ରାମାୟଣ ନାମକ ଏକ ଗ୍ରନ୍ଥ ଲେଖୁଛନ୍ତି। ସେଥିରେ ସେ କହିଛନ୍ତି ଯେ ମହର୍ଷି ଶୃଙ୍ଗୀଙ୍କ ଦ୍ୱାରା କରାଯାଇଥିବା ପୁତ୍ରେଷ୍ଟି ଯଜ୍ଞରୁ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ମନୁଷ୍ୟ ଶରୀର ଧାରଣ କରି ତାଙ୍କର ଜ୍ୟେଷ୍ଠ ପୁତ୍ର ରୂପେ ଜନ୍ମ ନେବେ, ଯେ ହେଉଛନ୍ତି ପ୍ରଭୁ ଶ୍ରୀରାମ। ବଡ଼ ହେବା ପରେ ଶ୍ରୀରାମ ମହର୍ଷି ବିଶ୍ୱାମିତ୍ର ଓ ତାଙ୍କ ଛୋଟ ଭାଇ ଲକ୍ଷ୍ମଣଙ୍କ ସହ ହାତରେ ଧନୁ ଧରି ମିଥିଳା ଆସିବେ ଓ ସେଠାରେ ଶିବଧନୁକୁ ଭାଙ୍ଗି ଜାନକୀଙ୍କ ସହ ବିବାହ କରିବେ। ଏତେ ଶୁଣି ମାତା ସୀତା ସେହି ଦୁଇ ପକ୍ଷୀଙ୍କୁ କହିଲେ, ତୁମେ ଯେଉଁ ଜାନକୀ ବିଷୟରେ କଥା କହୁଛ, ମୁଁ ହିଁ ସେହି ଜାନକୀ। ମୁଁ ସୀତା ମଧ୍ୟ ଓ ଜାନକୀ ମଧ୍ୟ। ତେଣୁ ତୁମେ ମୋତେ କହିଦିଅ ଯେ ମୋର ପ୍ରଭୁ ଶ୍ରୀରାମ କିପରି ଦେଖାଯାଆନ୍ତି। ଏହା ଉପରେ ନରସିଂହ ମାତା ସୀତାଙ୍କୁ କହିଲା, ଶ୍ରୀରାମଚନ୍ଦ୍ରଙ୍କର ମୁଖ କମଳ ପରି ସୁନ୍ଦର। ତାଙ୍କର ଆଖି ବଡ଼ ଓ ଖୋଲା ଅଛି। ତାଙ୍କର ନାକ ଉଚ୍ଚ ଓ ବାହୁ ଗୋଡ଼ ତଳେ ପହଞ୍ଚେ। ତାଙ୍କର ଗଳା ଶଙ୍ଖ ପରି ଓ ତାଙ୍କର ସୌନ୍ଦର୍ଯ୍ୟର କ'ଣ ବର୍ଣ୍ଣନା କରିବୁ। ତାଙ୍କର ଗୁଣଗାନ ସତ ମୁଖ ଥାଇ ମଧ୍ୟ କେହି କରିପାରିବ ନାହିଁ। ଦୁଇ ପକ୍ଷୀ ଏକାଠି ଆଗକୁ କହିଲେ, ମାତା ଜାନକୀ, ଆପଣ ଧନ୍ୟ ଯେ ଆପଣଙ୍କୁ ରଘୁନାଥଙ୍କ ପତ୍ନୀ ହେବାର ସୌଭାଗ୍ୟ ମିଳିଛି। ଆପଣଙ୍କର ଯୋଡ଼ି ତିନି ଲୋକରେ ସବୁଠୁ ଅଦ୍ଭୁତ ହେବ। ଏତେ ଶୁଣି ଦେବୀ ସୀତା ପୁଣି ସେମାନଙ୍କୁ ପ୍ରଶ୍ନ ପଚାରିଲେ
ଓ ଶୁଆ ଯୋଡ଼ି ତାଙ୍କ ପ୍ରଶ୍ନର ଉତ୍ତର ଦେଲେ। କିନ୍ତୁ କିଛି ସମୟ ପରେ ସେମାନଙ୍କ କଥା ଶୁଣି ସୀତାଙ୍କ ମନରେ ଲୋଭ ଜାଗିଲା। ତେଣୁ ସେ ସେହି ଦୁଇ ପକ୍ଷୀଙ୍କୁ କହିଲେ, ଯେପର୍ଯ୍ୟନ୍ତ ମୋର ବିବାହ ନ ହେଉଛି ତୁମେ ଦୁଇଜଣ ମୋ ସହ ରାଜମହଲରେ ରହିବ। ଏହା ଉପରେ ନରଶୁଆ ମାତା ସୀତାଙ୍କୁ କହିଲା, ମୋର ପତ୍ନୀ ଗର୍ଭବତୀ ଅଛି, ତେଣୁ ଏପରି ସମୟରେ ତାକୁ ଛାଡ଼ିଦିଅ। ଆମେ ଦୁଇଜଣ ଏକାଙ୍କର ବିୟୋଗ ସହିପାରିବୁ ନାହିଁ, ତେଣୁ ମୋ ପତ୍ନୀକୁ ଛାଡ଼ିଦିଅ। କିନ୍ତୁ ମାତା ସୀତା ନରଶୁଆର କଥା ଗୋଟେ ମଧ୍ୟ ଶୁଣିଲେ ନାହିଁ। ଏହା ଉପରେ ମାଇଶୁଆ ମାତା ସୀତାଙ୍କୁ ଗିଡ଼ି ଗିଡ଼ି କହିଲା, ମୁଁ ଗର୍ଭବତୀ ଅଛି, ଆପଣ ମୋ ଉପରେ ଦୟା କରନ୍ତୁ, ମୋତେ ଛାଡ଼ି ଦିଅନ୍ତୁ। ମୁଁ ମୋର ସ୍ଥାନକୁ ଯାଇ ସନ୍ତାନ ଜନ୍ମ ଦେବି ଓ ଆପଣ ଚାହିଁଲେ ମୁଁ ପୁଣି ଏଠାକୁ ଫେରି ଆସିବି। କିନ୍ତୁ ଦେବୀ ସୀତା ମାଇଶୁଆକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଏହା ଉପରେ ମାଇଶୁଆକୁ ରାଗ ହେଲା ଓ ସେ ମାତା ସୀତାଙ୍କୁ ଅଭିଶାପ ଦେଇ କହିଲେ, ଯେପରି ତୁମେ ମୋର ଗର୍ଭାବସ୍ଥାରେ ମୋତେ ମୋ ସ୍ୱାମୀଙ୍କଠାରୁ ଅଲଗା କରିଦେଲ, ସେହିପରି ତୁମକୁ ମଧ୍ୟ ଗର୍ଭାବସ୍ଥା ସମୟରେ ସ୍ୱାମୀ ବିୟୋଗ ସହିବାକୁ ପଡ଼ିବ। ଏତିକି କହି ମାଇଶୁଆ ସେହିଠାରେ ନିଜ ପ୍ରାଣ ତ୍ୟାଗ କଲା। ମାଇଶୁଆର ପ୍ରାଣ ତ୍ୟାଗ କରିବା ପରେ ନରଶୁଆ ମଧ୍ୟ ନିଜ ପତ୍ନୀର ବିୟୋଗରେ ପ୍ରାଣ ତ୍ୟାଗ କଲା। କିନ୍ତୁ ପ୍ରାଣ ତ୍ୟାଗ କରିବା ପୂର୍ବରୁ ସେ ମାତା ସୀତାଙ୍କୁ କହିଲା, ତୁମେ ଯେଉଁ କର୍ମ କରିଛ ତାହାର ଶାସ୍ତି ତୁମକୁ ମିଳିବ ଓ ତୁମକୁ ଶାସ୍ତି ଦେବା ପାଇଁ ମୁଁ ଶ୍ରୀରାମଙ୍କ ଅଯୋଧ୍ୟା ନଗରୀରେ ମନୁଷ୍ୟ ରୂପେ ଜନ୍ମ ନେବି ଓ ମୋ ହେତୁ ତୁମକୁ ସ୍ୱାମୀ ବିୟୋଗର ଦୁଃଖ ସହିବାକୁ ପଡ଼ିବ। କୁହାଯାଏ ଯେ ଶୁଆର କଥା ଶୁଣି ମାତା ସୀତାଙ୍କୁ ବହୁତ ଦୁଃଖ ହେଲା, କିନ୍ତୁ ତାହା ସୁଦ୍ଧା ବହୁତ ଡେରି ହୋଇଯାଇଥିଲା ଓ ମାତା ସୀତା ଚାହିଁଲେ ମଧ୍ୟ କିଛି କରିପାରିଲେ ନାହିଁ। କୁହାଯାଏ ଯେ ପରବର୍ତ୍ତୀ ଜନ୍ମରେ ସେହି ଶୁଆ ସେହି ଧୋବି ଥିଲା, ଯିଏ ମାତା ସୀତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା, ଯାହାପରେ ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ ଗର୍ଭାବସ୍ଥା ସମୟରେ ତ୍ୟାଗ କରିଥିଲେ। ତେବେ ମାତା ସୀତା ବନରେ ଭ୍ରମଣ କରି ମହର୍ଷି ବାଲ୍ମୀକଙ୍କ ଆଶ୍ରମରେ ପହଞ୍ଚିଲେ ଓ ସେଠାରେ ସେ ଲବକୁଶଙ୍କୁ ଜନ୍ମ ଦେଇଥିଲେ। ମିତ୍ରମାନେ, ଆପଣମାନେ ପ୍ରାୟତଃ ଲୋକମାନଙ୍କୁ କହୁଥିବା ଶୁଣିଥିବେ ଯେ ଆମର କର୍ମଫଳ ଆମକୁ ଏହି ଜନ୍ମରେ ହିଁ ମିଳେ। ଏହି କାରଣରୁ ଏହା ମଧ୍ୟ ପ୍ରମାଣିତ ହୁଏ ଯେ କର୍ମର ଫଳରୁ କେହି ବି ରକ୍ଷା ପାଇପାରେ ନାହିଁ। ସେ ଭଗବାନ ରାମ ହେଉଛନ୍ତି କିମ୍ବା ମାତା ସୀତା, ସମସ୍ତଙ୍କୁ ନିଜ କର୍ମର ଫଳ ଭୋଗିବାକୁ ପଡ଼େ। ତେବେ ମିତ୍ରମାନେ, ଏହା ଥିଲା ଆଜିର ଭିଡ଼ିଓ। ଆଶା କରୁଛି ଆପଣଙ୍କୁ ଆଜିର ଭିଡ଼ିଓ ପସନ୍ଦ ହୋଇଥିବ। ଯଦି ଭିଡ଼ିଓ ପସନ୍ଦ ହୋଇଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ। ଭିଡ଼ିଓ ଉପରେ ଯଦି ଆପଣଙ୍କର କିଛି ମତ ଦେବାକୁ ଅଛି ତେବେ କମେଣ୍ଟ ମାଧ୍ୟମରେ ଦେଇପାରନ୍ତି। ଯଦି ଆପଣ ଚ୍ୟାନେଲରେ ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ରହୁଛି, ଧନ୍ୟବାଦ।